ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ। ପୂର୍ବ କ୍ଲାସରେ ଆମେ ପଢିଥିଲେ ନମ୍ବର ଅଫ ଜିରୋର ବେସିକ୍, ତାର କିଛି କ୍ୱେଶ୍ଚନ ଆନ୍ସର, ଆଉ କିଛି କ୍ୱେଶ୍ଚନ ଆନ୍ସର ବାକି ରହିଯାଇଥିଲା। ସେ ସବୁ ଆଜି ଆମେ ଦେଖିଦବା। ତେଣୁ ଆସନ୍ତୁ ଆରମ୍ଭ କରିବା। କ୍ୱେଶ୍ଚନ ନମ୍ବର 8, ଫାଇଣ୍ଡ ନମ୍ବର ଅଫ ଜିରୋ ଇନ୍ 10875 ର ଫ୍ୟାକ୍ଟୋରିଆଲ ପ୍ଲସ୍ 74 ର ଫ୍ୟାକ୍ଟୋରିଆଲ। ଏଥିରେ ଆମେ ଲାଷ୍ଟରେ କେତେଟା ଜିରୋ ଅଛି ଆମେ ଫାଇଣ୍ଡ କରିବା। କରାଯାଉ। ଆମର ଇଏ ହଉଛି 10875 ଫ୍ୟାକ୍ଟୋରିଆଲ, ତାମାନେ ଗୁଣନ 10875 4 10875 into 10874 into 10873 ଚାଲିବ। ତାପରେ ଆସିବ 10872, ଏଇଭଳିଆ ଗୁଣନ ହେଇ ଆମର ଯିବ ଗୁଣନ 2 ଗୁଣନ 1 ପର୍ଯ୍ୟନ୍ତ। ତାପରେ ଆସିବ ଏଇ 74 into 73 into 72, ଏଇଭଳିଆ ଚାଲିବ ଗୁଣନ 2 ଗୁଣନ 1। ତାହେଲେ ଆମର ଲାଷ୍ଟରେ ଆପଣମାନେ ଜାଣିଥିବେ ଏଇ ଯୋଉ ଫ୍ୟାକ୍ଟୋରିଆଲ ର 5 ର ଫ୍ୟାକ୍ଟୋରିଆଲ ପରେ 6 ପରେ 0, ଲାଷ୍ଟକୁ 0 ବଢି ବଢି ଚାଲିବ। ଗୋଟେ 0 ପରେ 2ଟା 0, 3ଟା 0, ଏଇଭଳିଆ ବଢି ବଢି ଚାଲିବ। ତେଣୁ ଏଇଥିରେ ଆମେ ଗୋଟେ ଜିନିଷ ଦେଖିବା, ମନେ କରାଯାଉ ଗୋଟେ ସଂଖ୍ୟା ସେ ହଉଛି 1 0 0 0 0, ଆଉ ଗୋଟେ ସଂଖ୍ୟା ଯୋଗ କରିବା 2 0 0। ତାହେଲେ ଏଇଟା ଛୋଟ ସଂଖ୍ୟା, ଏଇଟା ବଡ ସଂଖ୍ୟା, ବୁଝିପାରିଲେ? ମନେ କରାଯାଉ 10875 ର ଫ୍ୟାକ୍ଟୋରିଆଲ ଏତିକି ଏବଂ 74 ର ଫ୍ୟାକ୍ଟୋରିଆଲ ଏତିକି। ତେଣୁ ଯଦି ଏତିକି ହୁଏ ତାହେଲେ ଆମେ ଯୋଗ କରିବା, ପ୍ଲସ୍ ଦେଇ ଯୋଗ କଲା ବେଳେ 0 କମନ ଅଛି। ତାପରେ ଦେଖନ୍ତୁ ଏ ସାନ ସଂଖ୍ୟାରେ ନମ୍ବର ଆସିଯିବ, ଆଉ 0 ନାହିଁ। ବଡ ସଂଖ୍ୟାଟାର 0 ଥାଉ, କିନ୍ତୁ ସାନ ସଂଖ୍ୟାଟାର ଆମର 2ଟା 0 ପରେ ନମ୍ବର ଆସିବ। ତେଣୁ ଆମେ ସାନ ସଂଖ୍ୟା ହିସାବରେ ହିଁ ସାନ ସଂଖ୍ୟାର ଯେତେଟା 0 ଥିବ ସେତିକି ହିଁ 0 ହବ। ତାହେଲେ ଆମେ ଏ 2ଟା ସଂଖ୍ୟା 10875 ଏବଂ 74, ଏ 2ଟା ସଂଖ୍ୟା ଭିତରେ ଆମେ ଯଦି 74 ଭିତରେ ହିଁ କେତେଟା 0 ଆସିବ ଫାଇଣ୍ଡ କରିଦେବା, ତାହେଲେ ସେଇଟା ହିଁ ସେମାନଙ୍କର 2ଟା ସଂଖ୍ୟାର ଯୋଗଫଳ, ଲାଷ୍ଟରେ 0 ସେତିକି ଆସିବ, ହଁ କି ନାଇଁ? ତେଣୁ ଆମେ 74 ହିଁ କେତେଟା 5 ଅଛି ପ୍ରାଇଭେଟ ନମ୍ବର ଅଛି ଆମେ ବାହାର କରିଦେଲେ ପାଇଯିବା। 74 ରେ କେତେଟା 5 ଅଛି, ତାହେଲେ 5 ଚକେ 5, 24, 5 20, 5 ଦୁणे 10, ତାହେଲେ 14 2 16, 5 ର ପାୱାର ତାହେଲେ 16। ସେଭଳିଆ 5 ଯଦି 5 ପାଇଲେ 16ଟା, 2 କେତେ 2 ସଂଖ୍ୟା ଅଛି 74 ରେ ଆମେ 2 ଯଦି କାଢିଦବା ନମ୍ବର 7 2 3 6 7 14, 2 କେ 2 2 3 6, 2 କେ 2 2 16, 2 9 18, 2 8, 2 2 4, 2 କେ 2, ଏଇଠି ଦେଖନ୍ତୁ 37 37 18, ତାମାନେ 37 10 48, 48 50 55,
बोले 50, 55, 60, 64, 4, 68, 69, 71। ଏଇଠି ହିଁ 71ଟା, ତାହେଲେ 71ଟା ଆମର ଇଭେନ୍ ନମ୍ବର ଅଛି। ତାହେଲେ ଆମର ଯୋଉଠି ଦରକାର 5 ଏବଂ 2ର କେତେ ଯୋଡ଼ି ହେଇପାରିବ? ଆମର 5 16ଟା ଅଛି ମାନେ ଆମେ 16ଟା ହିଁ ଦେଇନବା। ତାହେଲେ ଆମର 0 ହବ କେତେଟା? 16ଟା। ବୁଝିପାରିଲେ? ଅପସନ ନମ୍ବର ବି ଅଛି। ତାପରେ ଦେଖନ୍ତୁ 9 ନମ୍ବର, ଫାଇଣ୍ଡ ନମ୍ବର ଅଫ 0 in 1 to 6 ର ଫ୍ୟାକ୍ଟୋରିଆଲ ମାଇନସ୍ 1 to 5 ର ଫ୍ୟାକ୍ଟୋରିଆଲ। ତାହେଲେ 1 to 6 ର ଫ୍ୟାକ୍ଟୋରିଆଲକୁ ଆମେ 1 to 6 into 1 to 5 ର ଫ୍ୟାକ୍ଟୋରିଆଲ ବୋଲି ଲେଖିପାରିବା। ତାହେଲେ ମାଇନସ୍ 1 to 5 ର ଫ୍ୟାକ୍ଟୋରିଆଲ, ତାହେଲେ ଗୋଟେ ମିନିଟ୍, 1 to 6 ଆମେ ଯଦି 1 to 5 ର ଫ୍ୟାକ୍ଟୋରିଆଲ କମନ୍ ନେଇଯିବା, 1 to 5 ର ଫ୍ୟାକ୍ଟୋରିଆଲ କମନ୍ ନେଲେ ଏଠି ଆସିବ 1 to 6 ମାଇନସ୍ ଏଠି ରହିବ କେତେ? 1। ତାହେଲେ ଆମର 1 to 5 ର ଫ୍ୟାକ୍ଟୋରିଆଲ ଇଣ୍ଟୁ 125। 1 to 5 ର ଫ୍ୟାକ୍ଟୋରିଆଲ ଆମେ କେତେ 5 ପାଉଛେ? 1 to 5 ର ଫ୍ୟାକ୍ଟୋରିଆଲରେ 1 to 5 ର ଫ୍ୟାକ୍ଟୋରିଆଲରେ ଅସଂଖ୍ୟ ଇଭେନ୍ ନମ୍ବର ପାଇବା, କିନ୍ତୁ 5 ଅଳ୍ପ ସଂଖ୍ୟକ 5 ପାଇବା। ତେଣୁ 5 ଦୁଣା 10, 5 ପଞ୍ଚା 25, 5 ପଞ୍ଚା 25, 5 ଚକେ 5, ତାହେଲେ 25 31ଟା, 31ଟା 5 ପାଇବା। ଏଠି 31ଟା 5 ପାଇଲେ 125 ରେ 5 ଗୁଣ 5 25 ପଞ୍ଚା 125, ତାହେଲେ ଏଠି 3ଟା, 34ଟା ଆଉ 5 ପାଇଲେ। କିନ୍ତୁ 125 ର ଫ୍ୟାକ୍ଟୋରିଆଲରେ ଆମେ ଯଦି ଇଭେନ୍ ନମ୍ବର କାଢିବା ଅସଂଖ୍ୟ ଇଭେନ୍ ନମ୍ବର ବାହାର ହେଇପାରିବ। ତେଣୁ ଆମର 5 34ଟା ଅଛି ମାନେ 0 ମଧ୍ୟ 34ଟା ହବ। ବୁଝିପାରିଲେ? ଆସନ୍ତୁ ଦେଖିବା 10 ନମ୍ବର, ଫାଇଣ୍ଡ ନମ୍ବର ଅଫ 0 in 1 into 3 into 5 into 7 into 9। ଏଭଳିଆ ଚାଲିବ ଆମର ଅର୍ଡର ନମ୍ବର, ଏଗୁଡ଼ା ସବୁ ଅର୍ଡର ନମ୍ବର। ସରି, ସବୁ କଣ ଅର୍ଡର ନମ୍ବର। 5 ଏଠି ଆସିଲା, ତାପରେ ଆସିବ ଏଠି 10ରେ ଆସିବ 5 ଗୁଣ 2, ତାପରେ ଆସିବ 15ରେ ଆସିବ, 20ରେ ଆସିବ, 5 ଆସିବ, କିନ୍ତୁ ଆମର ଇଭେନ୍ ନମ୍ବର 9, ଇଭେନ୍ ନମ୍ବର ନାହିଁ। ତେଣୁ ଆମର 0 ବି ଆସିବନି, ତେଣୁ କେତେଟା 0 ନା 0। ତାପରେ 11 ନମ୍ବର, ଫାଇଣ୍ଡ ନମ୍ବର ଅଫ 0 in 5 ଗୁଣ 10 ଗୁଣ 15 25। ଏ ଚାଲେ 5ଟା ଅଛି ଆମର 5 ଗୁଣ 1, 5 ଗୁଣନ 2, ଏଇଭଳିଆ ଚାଲିବ 5 ଗୁଣନ 3, 5 ଗୁଣନ 4, এইଭଳିଆ ହେଇ 5 ଗୁଣନ 50, ଏଇଆ ହେଇଛି 250। ତାହେଲେ 5 ଟାକୁ 5 5 5 କେତେ ଥର? 50 ଥର, 5 ର ପାୱାର 50, ତାହେଲେ 5 ର ପାୱାର 50 ପାଇଲେ। ତାପରେ ଅଛି କଣ? 1 ଗୁଣନ 2 ଗୁଣନ 3, ଏଇଭଳିଆ 50 ପର୍ଯ୍ୟନ୍ତ। ତାହେଲେ ଏଟାକୁ ମୁଁ କହିପାରିବି 50 ର ଫ୍ୟାକ୍ଟୋରିଆଲ, ହଁ କି ନାଇଁ? 50, ହଁ 50, ଏଠି 40, ଏସବୁ ଗୁଣ ନେଇ 1 ପର୍ଯ୍ୟନ୍ତ ଯାଇଛି, ତାମାନେ ଫ୍ୟାକ୍ଟୋରିଆଲ ଏଇଟା ଗୋଟେ। ତାହେଲେ ଏଠି 5 ର ପାଇଲେ 50ଟା ଆମର 5, ଏଠି ଦେଖିଲେ ଆଉ କେତେଟା 5 ଅଛି? 50 ର ଫ୍ୟାକ୍ଟୋରିଆଲରେ 5
10 50 5 दूने 10 10 12टा ताने आउ 12टा पाइले ताने 50 60 62 ताने 5 ର ପାୱାର 62 ପାଇଲେ କିନ୍ତୁ 50 ର ଫ୍ୟାକ୍ଟୋରିଆଲ ଆମର ଇଭେନ୍ ନମ୍ବର କେତେ ପାଇବା 25 ଆଉ 12 212 2 3 2 के 2 ताले 25 35 37 37 40 3 43 40 24 50 40 1 47 47 ताने 2 पाइले केतना 47 47 62 ताले जोड़ी केतना रही पारियो 5 ଆଉ 2 ର 5 ଗୁଣନ 2 ର जोड़ी 47 ଟା ତାହେଲେ ଆମର ରାଇଟ୍ ଆନ୍ସର କେତେ ଆସିବ ଅପସନ ନମ୍ବର ଡି 47 ବୁଝିପାରିଲେ ଆସନ୍ତୁ ଦେଖିବା 12 ନମ୍ବର क्वेश्चन କହିଛି फाइंड नंबर ऑफ 0 इन 100 गुण 200 गुण 300 ଏଭଳିଆ 1000 ପର୍ଯ୍ୟନ୍ତ ଗୁଣା ହେଇଯାଇଛି ତାହେଲେ ଏଇ ସଂଖ୍ୟାଟାକୁ ଆମେ କଣ କରିବା 100 ଗୁଣନ 1 गुणन एटा 100 गुणन 2 100 गुणन 3 एभଳିଆ 100 गुणन 100 ହେଇଛି ତାହେଲେ ଆମର ଏଠି ଯଦି କମନ ନିଆଯିବ 100 ଟା କେତେ ଥର 100 ଥର ଆଉ ବାକି 1 ଗୁଣନ 2 ଗୁଣନ 3 ଏଭଳିଆ 100 ପର୍ଯ୍ୟନ୍ତ ତାମାନେ ମୁଁ କହିପାରିବି ଏଟା 100 ର ଫ୍ୟାକ୍ଟୋରିଆଲ ଆମେ ଏଇଠି ପାଇଲେ 100 ର ପାୱାର 100 ତାମାନେ 25 गुणन 4 ର ପାୱାର 100 25 गुणन 4 ଟାକୁ 5 ର ପାୱାର 25 ର ପାୱାର 100 4 ର ପାୱାର 100 ନାଇଁ କି ତାହେଲେ यार पावर 100 गुणन 4 2 गुणन 4 पावर 100 ताको ମୁଁ ଲେଖିପାରିବି ନା 5 ର ପାୱାର 200 ତ 2 ର ପାୱାର 200 ତାହେଲେ 2 ର 5 हम 5 କେତେ ପାଇଲେ 200 ଟା ଏବଂ ଇଭେନ୍ ନମ୍ବର ମଧ୍ୟ 200 ଟା ବାକି କଣ ରହିଲା ଏଇଠି ଦେଖିବା କେତେ କଣ ଅଛି 100 ର ଫ୍ୟାକ୍ଟୋରିଆଲ ରେ 100 ର ଫ୍ୟାକ୍ଟୋରିଆଲ ରେ हम 5 କେତେ ପାଇବା 20 5 20 ତାହେଲେ 24 ଟା 2 କେତେ ପାଇବା 2 50 25 12 100 2 के 2 ତାହେଲେ 2 କେତେ ପାଇଲେ 50 25 75 75 10 85 86 87 90 93 97 ଟା 97 ଟା ତାହେଲେ ଏଠି 297 ଟା ହେଇଯାଉଛି 2 ଏବଂ 5 ହେଇଯାଉଛି 224 ଟା କେତେ ଯୋଡ଼ି ହେଇପାରିବ ତାହେଲେ 224 ଟା ଯୋଡ଼ି ହେଇପାରିବ 224 ଟା ଜିରୋ ହେଇପାରିବ ऑप्शन नंबर डी होची राइट आंसर 224 टा जीरो ହେଇପାରିବ क्वेश्चन नंबर 13 फाइंड नंबर ऑफ 0 इन 1 ର ପାୱାର 1 2 ର ପାୱାର 2 3 ର ପାୱାର 3 ସେମିତି 100 ର ପାୱାର 100 ଏଠି ଦେଖନ୍ତୁ ଆମେ 5 ଖୋଜିବା 5 କେତେଟା ଅଛି ତ 5 ର ପାୱାର 5 ପାଇବା 10 ର ପାୱାର 10 15 ର ପାୱାର 15 20 ର ପାୱାର 20 25 ର ପାୱାର 25 30 ର ପାୱାର 30 into 35 ର ପାୱାର 35 ପାଇବା 40 ର ପାୱାର 40 ପାଇବା 45 ର ପାୱାର 45 ପାଇବା 50 ର ପାୱାର 50 55 ର ପାୱାର 55 60 ର ପାୱାର 60
65 ର ପାୱାର 65, ତାପରେ 70 ର ପାୱାର 70, 75 ର ପାୱାର 75, 80 ର ପାୱାର 80, 85 ର ପାୱାର 85, 90 ର ପାୱାର 90 ଇଣ୍ଟୁ 95 ର ପାୱାର 95 ଇଣ୍ଟୁ 100 ର ପାୱାର 100। ଏତିକି ସଂଖ୍ୟା ଆମେ ପାଇପାରିବା। 5 ଏଇ ସଂଖ୍ୟା ଗୁଡାକରେ ହିଁ 5 ଅଛି, ତେଣୁ କି ଆମେ କାଉଣ୍ଟ କରିବା କେତେଟା 5। ପ୍ରଥମ ଦେଖିବା ଏଠି 5ଟା, ତାପରେ ଏଠି 10ଟା, ଏଠି 15ଟା, ଏଠି 20ଟା, ତାପରେ ଏଠି 25 ର ପାୱାର 25, ତାମାନେ 5 ର 25 ର ପାୱାର 25 ମାନେ 5 ର ପାୱାର 25 ଇଣ୍ଟୁ 5 ର ପାୱାର 25, ତାହେଲେ 50ଟା, 50ଟା 5ଟା, 50ଟା, ତାପରେ 30, ତାପରେ 30ଟା, ତାପରେ 35ଟା, ତାପରେ 40ଟା, ତାପରେ 45ଟା, 50ରେ ସେଇଭଳିଆ 50 ର ପାୱାର 10 ପଞ୍ଚା 50, ତାପରେ 100ଟା, 50 ର 50 ର ପାୱାର 50 ମାନେ 5 10 50, 5 ର ପାୱାର 50, 10 ର ପାୱାର 50, ତାହେଲେ ଏଠି ଗୋଟେ 5 ଅଛି। 5 ର ପାୱାର 50 ଇଣ୍ଟୁ 5 ର ପାୱାର 50 ଇଣ୍ଟୁ 2 ର ପାୱାର 50, ତାହେଲେ 5 କେତେଟା 100ଟା, ପ୍ଲସ୍ 55ଟା, ପ୍ଲସ୍ 60ଟା, ପ୍ଲସ୍ 59ଟା, ପ୍ଲସ୍ 70ଟା, ପ୍ଲସ୍ 75 ସେଇଭଳିଆ 5 ର ପାୱାର 150ଟା ହବ। 25 3 75, ତାହେଲେ 5 ର 25, 5 ର ପାୱାର 150, ସେଭଳି 75 ର ପାୱାର 75, କାରଣ 75 କୁ ଆମେ 25 ଗୁଣ 3 ଲେଖିପାରିବା, ତାହେଲେ ଏହାର ପାୱାର 75 ଆଉ 3 ର ପାୱାର ମଧ୍ୟ 75, 25 ପୁଣି 5 ଗୁଣ 5 75, 5 ର ପାୱାର 75, 5 ର ପାୱାର 75, ତାହେଲେ 100, ବୁଝିପାରିଲେ? ତାପରେ ଆସିଲା 80ଟା, 5 ର ପାୱାର 80, 80ଟା, ତାପରେ 85ଟା, ତାପରେ 90ଟା, ତାପରେ 95ଟା, ତାପରେ 100, 100 ର ପାୱାର 100, ତାହେଲେ 25 ର 100, 5 ର ପାୱାର 100, 5 ର ପାୱାର ବି 100, 5 ର ପାୱାର 100, 5 ର ପାୱାର 200, 200, ଟୋଟାଲ କରିଦେବା 5 କେତେଟା, ସେତିକି ଜିରୋ ଆସିବ। ମାନେ ଆପଣ ଟୋଟାଲ କରିକି ଦେଖିବେ, ତ ଏ ହବ କି ବି ହବ, କିନ୍ତୁ ଆପଣ ମାନେ କନସେପ୍ଟଟା ବୁଝନ୍ତୁ, ହେଲା କି? ଟୋଟାଲ କରିକି କମେଣ୍ଟ ସେକ୍ସନରେ ଉତ୍ତରଟା ଜଣେଇବେ। ଆସନ୍ତୁ ଲାଷ୍ଟ କ୍ୱେଶ୍ଚନ 14 ନମ୍ବର, a ଇକ୍ୱାଲ ଟୁ 1 ର ପାୱାର 3, b ଇକ୍ୱାଲ ଟୁ 2 ର ପାୱାର 4, c ଇକ୍ୱାଲ ଟୁ 3 ର ପାୱାର 5। ସେଇଭଳିଆ କ୍ୱେଶ୍ଚନ ଟିକେ ଭୁଲ ହେଇଛି ଟାଇପିଂ। z ଇକ୍ୱାଲ ଟୁ 26 ର ପାୱାର 28, ବୁଝିପାରିଲେ? ସେ କଣ କହିଛି a ଗୁଣ b ଗୁଣ c ଗୁଣ d ଇଣ୍ଟୁ z ପର୍ଯ୍ୟନ୍ତ, ତାହେଲେ ତାର ନମ୍ବର ଅଫ ଜିରୋ କେତେ ହବ? 1 ର ପାୱାର 3 ଗୁଣନ 2 ର ପାୱାର 4 ଗୁଣନ 3 ର ପାୱାର 5, 3 ର ପାୱାର 2 2 ବଢୁଛି, ସେଇଭଳିଆ 26 ର ପାୱାର କେତେ ହେଇଛି 28। ଆମେ ଏଇଠି 5 କେତେଟି ପାଇପାରିବା? ପ୍ରଥମ ତ ଆସିବ 5 ର ପାୱାର 7 ଗୁଣ 10 ର ପାୱାର 12 ଗୁଣ
15 ପାୱାର 17 20 ର ପାୱାର 22 ଗୁଣ 25 ର ପାୱାର 27 ଏତିକି ହିଁ ଆସିବ ନା, ତାଠୁ ଆଉ ଅଧିକା ଆସିବନି। ତାହେଲେ ଏଠି ଦେଖନ୍ତୁ 5 କେତେଟା 7ଟା, ଏଠି 5 କେତେଟା 12, ଟୋଟାଲ କରିଦେଲେ ବାହାରିଯିବ ପ୍ଲସ୍ 15, ଏଠି 17ଟା ପ୍ଲସ୍ ଏଠି 22ଟା ପ୍ଲସ୍ କିନ୍ତୁ ଏଇଠି 54ଟା, 25 ର ପାୱାର 27, ତାମାନେ 25 ଟାକୁ ଆମେ 5 ଗୁଣ 5 2ଟା 5 ହେଇଯାଉଛି, ଇଏ 27 ଇଏ 27 ତାହେଲେ 54, ତାହେଲେ 4 2 6 7 13 14 15 7 22 2 5 2 7 1 8 1 9 10 11 112, ତାହେଲେ ଅପସନ ନମ୍ବର ସି ହଉଛି କରେକ୍ଟ ଆନ୍ସର। ବୁଝିପାରିଲେ? ତାହେଲେ ପିଲାମାନେ ଆମର ନମ୍ବର ଅଫ ଜିରୋ କୁ ଏଇଠି ଆମେ ଖତମ କରୁଛୁ। ନେକ୍ସଟ କ୍ଲାସରେ ଆମେ ପଢିବା ରୁଲ ଅଫ ନମ୍ବର୍ସ। ବୁଝିଲେ? ରୁଲ ଅଫ ନମ୍ବର୍ସ ନେକ୍ସଟ କ୍ଲାସରେ ପଢିବା। ଯୋଉ ପିଲାମାନେ ବି ଆମ ଭିଡିଓ ଦେଖୁଛନ୍ତି, ଆମ କଣ୍ଟେଣ୍ଟ କିପରି ଲାଗୁଛି ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭଲ ଲାଗୁଥିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରିବା ପାଇଁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ।